एशिया कप्रे विस्फोरक बैटिंग करी बोलरमानक ପାଇଁ ଚିନ୍ତାର କାରଣ ହେଉଥିବା ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ୍ ଅଭିଷେକ ଶର୍ମା ଅପ୍ରତ୍ୟାଶିତ ସଫଳ ହାସଲ କରିଛନ୍ତି। ଅଭିଷେକଙ୍କ କାମ ହେଉଛି ବଲକୁ ଉଡ଼ାଇ ବୋଲରଙ୍କ ଲୟକୁ ବିଗାଡ଼ିବା। ଶୁକ୍ରବାର ସେ ଏସିଆ କପ୍ ପରେ ପ୍ରଥମ ଥର ପାଇଁ କ୍ଷେତ୍ରକୁ ଓହ୍ଲାଇଥିଲେ ଏବଂ ବିଫଳ ହୋଇଥିଲେ। ଏହି ଯୁବ ବାମହାତୀ ବ୍ୟାଟ୍ସମ୍ୟାନ୍ କେବଳ ବିଫଳ ହୋଇନଥିଲେ ବରଂ ଗୋଲ୍ଡେନ୍ ଡଗ୍ ମଧ୍ୟ ପାଇଥିଲେ। ଗୋଲ୍ଡେନ୍ ଡଗ୍ ଅର୍ଥ ଖାତା ନ ଖୋଲି ପ୍ରଥମ ବଲରେ ଆଉଟ୍ ହେବା। ଅଭିଷେକ କାନପୁରରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ ଖେଳି ନିରାଶ ହୋଇ ବିଦାୟ ନେଇଥିଲେ। ଅଭିଷେକ ତାଙ୍କ ପଞ୍ଜାବ ସାଥୀ ପ୍ରଭସିମରନ ସିଂହଙ୍କ ସହିତ ଇନିଂସ ଓପନିଂ କରିଥିଲେ। ପ୍ରଭସିମରନ ସମ୍ପୂର୍ଣ୍ଣ ପ୍ରଥମ ଓଭର ଖେଳିଥିଲେ। ଦ୍ୱିତୀୟ ଓଭରରେ ଅଭିଷେକଙ୍କୁ ଜ୍ୟାକ୍ ଏଡୱାଇସ୍ ବୋଲିଂ କରିଥିଲେ। ଅଭିଷେକ ପ୍ରଥମ ବଲରେ ଆଉଟ୍ ହୋଇଥିଲେ। ୱିଲ୍ ସଦରଲ୍ୟାଣ୍ଡ କ୍ୟାଚ୍ ନେଇଥିଲେ। ଅଭିଷେକ ସାଧାରଣ 2 ଅଙ୍କ ସ୍କୋର କରନ୍ତି, ତାହା ମଧ୍ୟ କମ୍ ବଲରେ, କିନ୍ତୁ ଏଠାରେ ଅଭିଷେକଙ୍କ ସଂଖ୍ୟା ଗୋଟିଏ ବଲ୍ ଏବଂ 0 ରନ୍ ଥିଲା। କେବଳ ଅଭିଷେକ ନୁହନ୍ତି, ଦଳର ଅଧିନାୟକ ପ୍ରଥମ ODIର ଶତକ ହାସଲକାରୀ ଶ୍ରେୟସ ଆୟର ମଧ୍ୟ ଏହି ମ୍ୟାଚରେ ବିଫଳ ହୋଇଥିଲେ। ସେ ମାତ୍ର 8 ରନ୍ କରିଥିଲେ। ତାଙ୍କୁ ମଧ୍ୟ ଏଡୱାଇସ୍ ବୋଲ୍ଡ କରିଥିଲେ। ତୃତୀୟ ଓଭର ଦ୍ୱିତୀୟ ବଲରେ ପ୍ରଭସିମରନ ସଦରଲ୍ୟାଣ୍ଡଙ୍କ ବଲରେ ଆଉଟ୍ ହୋଇଥିଲେ। ସେ 10 ବଲରେ 1 ରନ୍ କରିଥିଲେ। ଦଳର ସ୍କୋର 3 ୱିକେଟ୍ ହରାଇ 17 ରନ୍ ହୋଇଥିଲା ଏବଂ ଏହାପରେ ତିଳକ ବର୍ମା ରିୟାନ୍ ପରାଗ ସହ ମିଶି ଇନିଂସର ଦାୟିତ୍ୱ ନେଇଥିଲେ ଏବଂ ସ୍କୋରକୁ 100 ଅତିକ୍ରମ କରାଇଥିଲେ।